ଓଡ଼ିଶା ଏ ନାଁ ଶୁଣିଲେ ଆମ ମନକୁ ଆସେ ଶାନ୍ତି ଆଉ ଆଧ୍ୟାତ୍ମିକତାର କଥା। କିନ୍ତୁ ଏ ଶାନ୍ତ ମାଟି ତଳେ ଲୁଚି ରହିଛି ଧାର୍ମିକ ଭେଦଭାବର ଏକ ଜଟିଳ ସତ। ତେବେ ଆସନ୍ତୁ ଆଜି ସେହି ଲୁକାୟିତ ବାସ୍ତବତାର ଗଭୀରତାକୁ ଟିକେ ପରଖି ଦେଖିବା। ଏହି ବାକ୍ୟଟି ଶୁଣିବାକୁ ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ଏକ ସାମ୍ପ୍ରତିକ ରିପୋର୍ଟରୁ ନିଆଯାଇଛି। ଆଉ ଏହି ଗୋଟିଏ ଲାଇନ୍ ଆମକୁ ସିଧାସଳଖ ବିବାଦର କେନ୍ଦ୍ରକୁ ନେଇଯାଉଛି। କେବେ କେହି ଭାବିଥିଲେ ଯେଉଁଠି ମଣିଷ ଜୀବନର ଯାତ୍ରା ଶେଷ କରେ ସେହି ଜାଗାଟି ଦିନେ ଯୁଦ୍ଧକ୍ଷେତ୍ର ପାଲଟିଯିବ? ଆଜିର ଆଲୋଚନାରେ ଆମେ ଏହି ସଂଘର୍ଷ ପଛର ମୂଳ କାରଣକୁ ଖୋଜିବାକୁ ଚେଷ୍ଟା କରିବା। ତେବେ ଆସନ୍ତୁ ଆମ ଆଲୋଚନାର ପ୍ରଥମ ପର୍ଯ୍ୟାୟକୁ ଯିବା, ଯେଉଁଠି ଆମେ ଦେଖିବା ନବରଙ୍ଗପୁର ଭଳି ଜିଲ୍ଲାରେ ଶବ ସତ୍କାର ଅଧିକାରକୁ ନେଇ କେମିତି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। କଥାଟା ହେଉଛି, ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ। ଏହା ଏକ କ୍ରମାଗତ ଚାପ, ଏକ ନିର୍ଯାତନାର ଧାରା, ଯେଉଁଠି କିଛି ଖ୍ରୀଷ୍ଟିଆନ ପରିବାରଙ୍କୁ କୁହାଯାଉଛି ଯେ ଯଦି ସେମାନେ ନିଜ ପ୍ରିୟଜନଙ୍କୁ ଗାଁ ମାଟିରେ ସମାଧି ଦେବାକୁ ଚାହାନ୍ତି, ତେବେ ସେମାନଙ୍କୁ ହିନ୍ଦୁ ଧର୍ମକୁ ଫେରିବାକୁ ପଡ଼ିବ। ଆଜିର ଏହି ସମସ୍ୟାକୁ ବୁଝିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ, କାରଣ ଏହି ଉତ୍ତେଜନାର ଚେର ବହୁତ ଗଭୀରରେ, ଆଉ ଏହାର ଅତୀତ ବେଶ୍ ହିଂସାତ୍ମକ। କନ୍ଧମାଳ ହିଂସା ଆଧୁନିକ ଭାରତ ଇତିହାସର ଏକ କାଳା ଅଧ୍ୟାୟ। ଏହାର ଆରମ୍ଭ 2007 ଡିସେମ୍ବର ହୋଇଥିଲା, କିନ୍ତୁ 2008 ଅଗଷ୍ଟରେ ଏହା ଏକ ଭୟଙ୍କର ରୂପ ନେଲା। ଏହାର ପରିଣାମ ଏତେ ଭୟାବହ ଥିଲା ଯେ ଆଜି ବି ଅନେକ ଲୋକ ନ୍ୟାୟକୁ ଅପେକ୍ଷା କରୁଛନ୍ତି। ସରକାରୀ ହିସାବରେ 39ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା, କିନ୍ତୁ ମନେ ରଖିବାକୁ ହେବ, ଏହା କେବଳ ଏକ ସଂଖ୍ୟା ନୁହେଁ। ପ୍ରତିଟି ସଂଖ୍ୟା ପଛରେ ଗୋଟିଏ ଜୀବନର କାହାଣୀ ଆଉ ଗୋଟିଏ ପରିବାରର ଦୁଃଖ ଲୁଚି ରହିଛି। କେବଳ ସେତିକି ନୁହେଁ, ଶହ ଶହ ଚର୍ଚ୍ଚେସ୍ ଏବଂ ଖ୍ରୀଷ୍ଟିଆନ ଅନୁଷ୍ଠାନକୁ ଭାଙ୍ଗି ଦିଆଗଲା। ଏହା କେବଳ ଇଟା ପଥରର କ୍ଷତି ନଥିଲା, ବରଂ ଏହା ଗୋଟେ ସମ୍ପ୍ରଦାୟର ବିଶ୍ୱାସ ଆଉ ଆସ୍ଥା ଉପରେ ଏକ ସିଧାସଳଖ ଆକ୍ରମଣ ଥିଲା। ଆଉ ଏହାର ପରିଣାମ, ହଜାର ହଜାର ଲୋକ ନିଜ ଘର, ନିଜ ମାଟି ଛାଡ଼ିବାକୁ ବାଧ୍ୟ ହେଲେ। ଏହା ଏକ ବଡ଼ ଧରଣର ସାମାଜିକ ବିଶୃଙ୍ଖଳା ସୃଷ୍ଟି କଲା, ଯାହାର ପ୍ରଭାବ ଆଜି ବି ଅନୁଭୂତ ହୁଏ। ତେବେ ଏତେ ସବୁ ଯେତେବେଳେ ଘଟିଲା, ପ୍ରଶ୍ନ ଉଠୁଛି, ଏହା କାହିଁକି ଘଟିଲା? ଏହି ସଂଘର୍ଷ ପଛର ପ୍ରକୃତ କାରଣଗୁଡ଼ିକ କ'ଣ ଥିଲା? ଚାଲନ୍ତୁ ସେ ବିଷୟରେ ଟିକେ ଗଭୀରକୁ ଯିବା। ଆମେ ଯଦି ଓଡ଼ିଶାର ଧାର୍ମିକ ସ୍ଥିତିକୁ ଦେଖିବା, 2011 ଜନଗଣନା ଅନୁସାରେ ଏଠି ପ୍ରାୟ 94% ହିନ୍ଦୁ ଆଉ ଖ୍ରୀଷ୍ଟିଆନ ସମ୍ପ୍ରଦାୟ 3%ରୁ ବି କମ୍। ଏହି ସଂଖ୍ୟାଗରିଷ୍ଠ ଆଉ ସଂଖ୍ୟାଲଘୁର ସମୀକରଣ ଭିତରେ ହିଁ ଅନେକ ସମୟରେ ଉତ୍ତେଜନାର ସୂତ୍ରପାତ ହୋଇଥାଏ। ଏଠାରେ ଗୋଟିଏ ଆଇନର କଥା ଆସୁଛି, ଓଡ଼ିଶା ଧର୍ମ ସ୍ୱାଧୀନତା ଅଧିନିୟମ 1967। କିଛି ଲୋକଙ୍କ ମତରେ ଏହି ଆଇନଟି ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଭଲ, କିନ୍ତୁ ଅନ୍ୟପଟେ କିଛି ସମାଲୋଚକ କୁହନ୍ତି ଯେ ଏହି ଆଇନର ଦୁରୁପଯୋଗ କରି ସଂଖ୍ୟାଲଘୁଙ୍କୁ ହଇରାଣ କରାଯାଏ। ଦେଖନ୍ତୁ, ଏହି ସଂଘର୍ଷ କେବଳ ଧର୍ମକୁ ନେଇ ନୁହେଁ, ଏହା ପଛରେ ରାଜନୀତି ଅଛି। ଭୋଟ ବ୍ୟାଙ୍କ ପାଇଁ ଧର୍ମର ବ୍ୟବହାର ହେଉଛି। ଜମିବାଡ଼ି ଓ ସମ୍ବଳକୁ ନେଇ ସମ୍ପ୍ରଦାୟ ଭିତରେ ବିବାଦ ଲାଗୁଛି। ଆଉ ଗରିବୀ ଏବଂ ଅଶିକ୍ଷା ଯୋଗୁଁ ଲୋକେ ଗୁଜବକୁ ସହଜରେ ବିଶ୍ୱାସ କରି ନେଉଛନ୍ତି, ଯାହା ପରିସ୍ଥିତିକୁ ଆହୁରି ଜଟିଳ କରିଦେଉଛି। ତେବେ ଏସବୁର ପରିଣାମ କ'ଣ ହେଉଛି? ଏହି ଭେଦଭାବ ଆମ ସମାଜ ଉପରେ କେଉଁଭଳି ଦୀର୍ଘମ୍ୟାଦୀ ପ୍ରଭାବ ପକାଉଛି, ଚାଲନ୍ତୁ ଏବେ ସେ ବିଷୟରେ ଆଲୋଚନା କରିବା। ଟିକେ କଳ୍ପନା କରନ୍ତୁ, ନିଜ ପ୍ରିୟଜନର ମୃତଦେହକୁ କାନ୍ଧରେ ବୋହି କିଲୋମିଟର କିଲୋମିଟର ଚାଲିବାକୁ ପଡ଼ୁଛି, କେବଳ ଟିକେ ମାଟି ଦେବା ପାଇଁ। ଏମିତିକି 90 ବର୍ଷର ବୃଦ୍ଧ ପାଦ୍ରୀଙ୍କ ଉପରେ ବି ଆକ୍ରମଣ ହେଉଛି। ଏସବୁ ଘଟଣା ଲୋକଙ୍କ ମନରେ ଏକ ସ୍ଥାୟୀ ଭୟ ଓ ଆଘାତ ସୃଷ୍ଟି କରୁଛି। ଏମିତି ବି ଶୁଣିବାକୁ ମିଳୁଛି ଯେ ଖ୍ରୀଷ୍ଟିଆନମାନେ ବ୍ୟବହାର କରିବା ପରେ ଗାଁର ନଳକୂପକୁ ଧୁଆଯାଉଛି। ଏହା ଏକ ପ୍ରକାରର ଛୁଆଁ ଅଛୁଆଁ ଭେଦଭାବ ନୁହେଁ ତ ଆଉ କ'ଣ? ଏଥିରୁ ସାମାଜିକ ବିଭାଜନ କେତେ ଗଭୀର ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ଦେଖନ୍ତୁ, ଏହା କିପରି କାମ କରେ। ପ୍ରଥମେ ମିଛ କଥା ଆଉ ଘୃଣାଭାଷଣ ଦ୍ୱାରା ପଡ଼ୋଶୀଙ୍କ ଭିତରେ ଅବିଶ୍ୱାସର ମଞ୍ଜି ପୋତାଯାଏ। ତାପରେ ଗାଁ ଧର୍ମ ନାଁରେ ଭାଗ ହୋଇଯାଏ, ଆଉ ଯେତେବେଳେ ସମାଜରେ ଝଗଡ଼ା ଲାଗି ରୁହେ, ସେହି ଅଞ୍ଚଳର ବିକାଶ ସେଠି ଅଟକିଯାଏ। ତେବେ ଏତେ ସବୁ ସମସ୍ୟା ଭିତରେ କ'ଣ କିଛି ସମାଧାନର ରାସ୍ତା ଅଛି? ଆଗକୁ ବଢ଼ିବା ପାଇଁ କ'ଣ କରାଯାଇପାରେ? ଆସନ୍ତୁ ଆଲୋଚନାର ଏହି ଶେଷ ଭାଗରେ ସେହି ବିଷୟରେ ଦୃଷ୍ଟି ଦେବା। ହଁ, କିଛି ରାସ୍ତା ନିଶ୍ଚୟ ଅଛି। ଯେମିତିକି ଆଇନକୁ କଡ଼ାକଡ଼ି ପାଳନ କରି ଦୋଷୀକୁ ଦଣ୍ଡ ଦେବା। ଧର୍ମାନ୍ତର ବିରୋଧୀ ଆଇନର ଯେମିତି ଭୁଲ ବ୍ୟବହାର ନ ହୁଏ, ସେଥିପ୍ରତି ଧ୍ୟାନ ଦେବା। ଆଉ ସବୁଠୁ ଜରୁରୀ ହେଉଛି ସବୁ ଧର୍ମର ଲୋକେ ମିଶି କଥାବାର୍ତ୍ତା କରିବା ଆଉ ସମସ୍ୟାର ସମାଧାନ ବାହାର କରିବା। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଏହି ଲଢ଼େଇ କେବଳ ଧର୍ମଗ୍ରନ୍ଥ ବା ବିଶ୍ୱାସର ଲଢ଼େଇ ନୁହେଁ। ଏହା ପଛରେ ଇତିହାସ, ଜମି, ଦାରିଦ୍ର୍ୟ ଏବଂ କ୍ଷମତାର ଖେଳ ବି ରହିଛି। ଶେଷରେ ଏଇ ଗୋଟିଏ ବଡ଼ ପ୍ରଶ୍ନ ରହିଯାଉଛି,
ଓଡ଼ିଶା କ'ଣ କେବଳ ଏକାଠି ରହିବ ନା ପ୍ରକୃତରେ ମିଳିମିଶି ରହିପାରିବ? ଏହାର ଉତ୍ତର ଆମ ସମସ୍ତଙ୍କୁ ହିଁ ଖୋଜିବାକୁ ପଡ଼ିବ।